ଆଉ ଏଠି ମୋ ଝିଅର ଗୀତ ବୋଲା ଦେଖୁଛନ୍ତି ତ, କେତେ ସୁନ୍ଦର ଗୀତ ବୋଲୁଛି। ଆଉ ତା ଗୀତ ବୋଲା ଦେଖି ମୁଁ ମଧ୍ୟ ଟିକେ ଏନ୍ଜୟ କରିଥିଲି। ଆଉ ତାପରେ ଚାଲିଲେ ରୋଷେଇ ଘରକୁ। ରୋଷେଇର ଆଇଟମ୍ରେ ଆମର ହେଇଥିଲା ଆଜି ଛେନା ପାୟସ ସାଙ୍ଗରେ ଛେନା ତରକାରୀ ଆଉ ତା ସାଙ୍ଗରେ ପୁରୀ। ଛେନା ତରକାରୀରେ ଆମର ଆଜି ଟିକେ ଅଧିକ ଝୋଳ ହେଇଯାଇଥିଲା। ମାନେ ମୁଁ ଜାଣିପାରିନଥିଲି, ଟିକେ ଝୋଳ ମୁଁ ଭାବିଥିଲି ପାଣି ଟାଣି ନେବ, କିନ୍ତୁ ସେ ଅଧିକା ଝୋଳ ହେଇଯାଇଥିଲା। ତାପରେ ଆମେ ଆସିଥିଲୁ କେକ୍ ପାଖକୁ। ଏଇଟା ହେଉଛି ଆମର ବାପାଙ୍କ ବୋଉଙ୍କର 50ତମ ଆନିଭର୍ସରୀ ସେଲିବ୍ରେସନ୍ କେକ୍, ଯେଉଁଟାକି ବାପା ବୋଉ ଆମର ତାଙ୍କର ଝିଅ ପୁଅ ବୋହୂ ନାତି ନାତୁଣୀମାନଙ୍କ ସହିତ କେକ୍ କଟିଂ କରିଥିଲେ। ସାଙ୍ଗରେ ତାଙ୍କର ପୁତୁରା ଆଉ ଭଉଣୀ ବି ଥିଲେ, ଯେଉଁଥିପାଇଁ କି ବୋଉ ଆମର ଟିକେ ଅଧିକ ଖୁସି ଥିଲେ। ଆଉ ପୂର୍ବ ଭିଡ଼ିଓରେ ତ କହିଥିଲି, ଆପଣମାନେ ଜାଣିଥିବେ, ବୋଉଙ୍କର ମାଉସୀଙ୍କର ଗୋଟାଏ ଦିନରେ ସେଲିବ୍ରେସନ୍ ମାନେ ବାହାଘର ହେଇଥିଲା। ଆଉ ଆଜି ବି ଗୋଟାଏ ଦିନରେ ସେଲିବ୍ରେସନ୍ ବି ସେମାନେ କରିଥିଲେ, ଯେଉଁଟାକି ଗୋଟେ ଖୁସିର କଥା। ଆଉ ତାପରେ କେକ୍ କଟିଂ ସରିଲା ପରେ ଏଠି ମୁଁ ଦୁଇ ଭଉଣୀଙ୍କର ଟିକେ ଫଟୋ ଭିଡ଼ିଓ ସୁଟ୍ କରିଦେଇଥିଲି। ଆଉ ତା ସାଙ୍ଗରେ ମୁନାର ବି ଟିକେ ଫଟୋ ଉଠାଇ ଦେଇଥିଲି ମାଉସୀ ଆଉ ବୋଉଙ୍କ ସହିତ। ତାପରେ ମୋର ମଧ୍ୟ ଟିକେ ଫଟୋ ଉଠା ସାରିଲା ପରେ ଚାଲିଥିଲା ଖିଆପିଆ। ଯଦି ମୋ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ। ଆଶା କରୁଛି ନିଶ୍ଚୟ ଭଲ ଲାଗିଥିବ। ରହିଲି, ଜୟ ଜଗନ୍ନାଥ।